ମୋ ନାମ जननी बेहेरा। ମୁଁ ସ୍ୟାଙ୍ଗବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲି ପଞ୍ଚମ ଶ୍ରେଣୀରେ। ଆଉ ଆମକୁ 10 ବର୍ଷ ଟିକା ଦେବେ ବୋଲି ଆଶା ଡାକିଲେ ଏନଏମ୍ କ୍ୱାର୍ଟରକୁ। ତାପରେ ଦାରିଙ୍ଗବାଡି ଡାକ୍ତର ମାନେ ଆସିଥିଲେ, ଆମକୁ ଡିସେମ୍ବର 3 ତାରିଖରେ ଟିକା ଦେଲେ। ତାପରେ ଏହା ଧୀରେ ଧୀରେ ଆସ୍ତେ ଆସ୍ତେ ଫୁଲିବାକୁ ଲାଗିଲା। ଆମେ ସାରଙ୍କୁ କହିଲେ କି ଯେ ବରଫ ଲଗେଇ ଦିଅ କମିବ ବୋଲି କହିଲେ ଆମକୁ। ଆଉ ମୋର ପଢିବାକୁ ମଧ୍ୟ ବହୁତ ଇଚ୍ଛା ଥିଲା, କିନ୍ତୁ ଏଇ ଟିକା ଦେଲା ପରେ ମୋର ହାତ ଯେମିତି ଫୁଲିଲା, ମୋ ଆଶା ମୋ ସ୍ୱପ୍ନ ସବୁ ଭାଙ୍ଗିଗଲା। ଆଉ ଯଦି ଏଥିପାଇଁ ସରକାର କିଛି ସାହାଯ୍ୟ କରିବେ କହିଲେ ଭଲ ହବ। ମୋ ନାଁ ନୃପତି ବେହେରା, ଆମ ଗାଁ ସିଆଙ୍ଗବାଲି। ତାପରେ ମୋ ଝିଅକୁ ଟିକା ଦେବା ଦ୍ୱାରା ସେମିତି ହେଲା। ତାପରେ ଆଶାକୁ କହିଲୁ, ଅଙ୍ଗନବାଡିକୁ କହିଲୁ। ମୋ ଝିଅ ସାନିଆ ସ୍କୁଲରେ ପାଠ ପଢୁଥିଲା। ପାଠ ପଢିଲା ସମୟରେ 10 ବର୍ଷ ହେଇଥିଲା। 10 ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ଆଶା ସେମାନଙ୍କୁ ନେଇଥିଲା। କେତେଟା ପିଲା ଯାଇଥିଲେ ସେଇଟା ଜାଣି ନାହିଁ। ତାପରେ ମୋ ଝିଅ କହିଲା, ଆଜି ଆମକୁ ଟିକା ଦେବେ ଲୋ ମା କହିକି କହିଲା। ସେଇଠୁ ଆମେ କାମ ଯାଇଥିଲୁ। ତାପରେ ପିଲା ଟିକା ନେଇକି ଆଇଲା। ଆସିକି ଏଇଠି ଘରେ ଶୋଇଛି। ଆମେ କହିଲୁ କଣ ପାଇଁ ଶୋଇଛି? କହିଲା ନାଇଲୋ ମା ଇଞ୍ଜେକ୍ସନ ଦେଲାକୁ ଆଜି ସ୍କୁଲ ବେଗି ଛୁଟି ହେଲା କହିକି ତାଙ୍କୁ ଇଞ୍ଜେକ୍ସନ ଦେଇକି 12ଟାରେ ଛୁଟି କରିଦେଲେ। ସେଇଠୁ ରହିଲା ଆଉ 10-15 ଦିନ ପରେ ସେଇଟା ଉଠିଲା। ମାନେ ଟିକେ ଇଏ ହେଲା, ଟିକେ ଇଏ ହେଇକି ବେଶୀ ହେଲା। ସେଇଠୁ ତାକୁ ନେଲୁ ଦାରିଙ୍ଗବାଡି ନେଲୁ। ଦାରିଙ୍ଗବାଡିରୁ ନେଲୁ ବାଲିଗୁଡାରୁ ଆମକୁ କହିଲେ ଫୁଲବାଣୀ ଯାଉ କହିକି ଆମେ ଫୁଲବାଣୀ ଯାଇନୁ, ଡାଇରେକ୍ଟ ବ୍ରହ୍ମପୁର ଗଲୁ। ବ୍ରହ୍ମପୁରରୁ ସେଇଠୁ ତାଙ୍କେ କଟକ ରେଫର କରିଦେଲେ। ତାପରେ ଡକ୍ଟର ଯାକ କହିଲେ ଯେ ନାଇଁ ଆକୁ କ୍ୟାନ୍ସର ଆଡେ ଗତି କଲା, ତାପରେ ଆକୁ ଆମେ କରିପାରିବୁନୁ କହିଲେ। ସେଇଠୁ ଆମେ ଧରିକି ଆଇଲୁ, ଆଉ ନେଇନୁ। ଆଶାକୁ ଏନଏମ୍ କୁ ମାଷ୍ଟର ମାନଙ୍କୁ ଜଣେଇକି ବି ତାଙ୍କେ ଜଣେ ବି ଦେଖିବାକୁ ଆସିଲେନି। ତାପରେ ପିଲା ଏତେ ଦୁର୍ବଳ ହେଇକି ବି ପରୀକ୍ଷା ଦେଇଗଲେ। ମାଷ୍ଟର ଯାକୁ ବି ପଚାରିଲେ ନାହିଁ ପିଲା କଣ ହେଇଛି କହିକି। ଖାଲି ତାଙ୍କେ ପିଲା ଯେତେବେଳେ ସିରିୟସ ହେଲା ସେତେବେଳେ ତାଙ୍କେ କହିଲେ ଯେ ପିଲାକୁ କଣ ପାଇଁ ଛାଡୁନୁ କହିକି। ତାପରେ ଲେଖିକି ଟିକେ ଦିଅ କହିକି ମାଗିଲାକୁ ବି ଦେଲେ ନାଇଁ ମାଷ୍ଟର ଯାକ। ପଇସା ଆସିବ କହିକି ଆମକୁ ମେଡିକାଲରେ ମାଗିଲେ ନା, ମାଗିବାକୁ ଆମର ଯାଇକି ମାଗିଲା ସିନା ଦେଲେନି ସେଇଟା। ଆଚ୍ଛା, କଣ ମାଗୁଥିଲ? ଲେଖିକି ଟିକେ ଦିଅ ବୋଲି କଣ ମାଗୁଥିଲ? ମାନେ ମେଡିକାଲରେ ମାଗିଲେ। ତାପରେ ନାଇଁ ଏଇଟା ଯୋଉ ଇଏରେ ଛୁଞ୍ଚି ଇଏରେ ଯଦି ହେଇଛି କହିଲେ କାନୁ ଆମେ ତାକୁ କଣ ହେଲେ ଗୋଟେ ବ୍ୟବସାୟ କରିକି ତାପରେ ପଇସା ନା କଣ ମିଳିବ କହିକି ତାଙ୍କେ କହିବାର ବି ଆଙ୍କକୁ ମାଗି ଯିବାକୁ ବି ତାଙ୍କେ ଆମକୁ ଦେଲେ ନାହିଁ। ମାନେ ପିଲା କେତେ କ୍ଲାସ ପାଠ ପଢୁଛି ସେଇଟା ଇଏ କରିକି ମାଗିଲୁ ସିନା ଦେଲେ ନାହିଁ। ମୋ ପିଲା ଭଲ ଥିଲା, ଆଜିକୁ 10 ବର୍ଷ ଭର୍ତ୍ତି ହେଲା ମୋର ପିଲାକୁ ଇଞ୍ଜେକ୍ସନ ଦେଇକି ଏମିତି କରିଦେଇଛନ୍ତି। ଆଶା ଏନଏମ୍ ଦିଦି ନାଇକି ମୋର ପିଲାକୁ ଟିକା ଦେଇକି ଏ ଅବସ୍ଥା କରିଦେଇଛନ୍ତି। ମୋର ଝିଅ ମୃତ୍ୟୁ ସହିତ ସଂଘର୍ଷ, ଆଜି କି କାଲି ମରିବ ସେଇଟା ବି କହି ହବନି। ଆପଣ ତ ନିଜେ ଦେଖୁଛନ୍ତି ତାର ମୁଟୁ ନାହିଁ, ଖାଉ ନାହିଁ, ପିଉ ନାହିଁ। ମୋ ଝିଅ ଭଲ ପାଠ ପଢୁଥିଲା, ଭଲ ମାର୍କ ରଖିଥିଲା। ସରକାରକୁ ମୁଁ ଏତିକି ମୋ ଝିଅ ସୁସ୍ଥ ହବା ନିମନ୍ତେ ବର୍ତ୍ତମାନ ସରକାରକୁ ହାତ ଯୋଡିକି ନିବେଦନ କରୁଛି, ମୋ ଝିଅ ପାଇଁ ସରକାର ସହାୟତା କିଛି ସାହାଯ୍ୟ କଲେ ମୋ ଝିଅ ମୃତ୍ୟୁ ମୁଖରୁ ବଞ୍ଚିବ ବୋଲି ଆଶା କରୁଛି। ମ୍ୟାଡାମ, ବର୍ତ୍ତମାନ କିଛି ଦିନ ହବ ପରିବାର କହିବା ମୁତାବକ ଡିସେମ୍ବର 3 ତାରିଖରେ ଟିକା ଦିଆଯାଇଥିଲା। ସେ ଟିକା ଦେବା ଦ୍ୱାରା ମୋ ଝିଅର ଅସହାୟ ଅବସ୍ଥା ଏବଂ ଏଭଳି ତାଙ୍କର ଦେହ ଖରାପ ବୋଲି କହୁଛନ୍ତି। ଏଟା କେତେ ଦୂର ଠିକ ମ୍ୟାଡାମ, ଆପଣ କଣ କହିବେ? ଦେଖନ୍ତୁ, ଯୋଉଟା ଶ୍ୟାମବାଲି ପଞ୍ଚାୟତର କଲୋନୀ ସାହିର ଝିଅଟା, ସେଇଟା ମୁଁ ବି ଦେଖୁଥିଲି, ୟୁଟ୍ୟୁବରେ ଦେଖୁଥିଲି। ଆଉ ଯୋଉଟା କି ଏବେ କ୍ୟାନ୍ସର ଟିକା ଯୋଉ ଝିଅ ମାନଙ୍କୁ ଦିଆଯାଉଛି, ଆଉ ସେ ଉପରେ ବି ଭିଡିଓ ବି ଦେଖୁଥିଲି। ତା ତଳ ଦିନରେ ସେଇଟାକୁ ନେଇକି ବି ମୁଁ ଆଶା ଜଣଙ୍କୁ ପଚାରିଥିଲି ଯେ ସେ ଇଞ୍ଜେକ୍ସନ ବୋଲି ପଚାରିଥିଲି। ଆଉ ସିଏ ଯଦି ଇଞ୍ଜେକ୍ସନ ଦେବେ ବୁଝି ବିଚାରିକି ଦେବେ, ସାର୍ ମାନଙ୍କୁ ପଚାରିକି ଦେବେ।
ଆଉ ଯଦି ଠିକ୍ ଅଛି ତାହେଲେ ଦେବେ ବୋଲି ବି ମୁଁ ସେଇଟା କହିଥିଲି। ମୋ ନାଁରେ ବି ମିଛ ଆଲିଗେସନ୍ ଲଗେଇଥିଲେ ମେଡିକାଲରେ, ଆଉ ସେଥିପାଇଁ ଡକ୍ଟର ବି ମୋତେ ପଚାରିଥିଲେ। ସେ ସମୟରେ ବି ମୁଁ କହିଥିଲି ଯେ ମୁଁ ଜାଣିନଥିଲି, ମୁଁ ପଚାରିଲି ଯେ ଇଞ୍ଜେକ୍ସନ୍ କ'ଣ ପାଇଁ ଦିଆହେଉଛି ବୋଲି, ଆଉ ବୁଝେଇକି ଲୋକଙ୍କୁ ଦେବା କଥା ସେ ଉଦ୍ଦେଶ୍ୟରେ ଡକ୍ଟର ବି କହିଥିଲେ। ଆମେ ତ ସୋସିଆଲ ୱାର୍କର, ଆମେ ଲୋକଙ୍କୁ ବୁଝାଉ, ପିଲାମାନଙ୍କୁ ବି ବୁଝାଉ। ଯଦିଓ ବି ତାଙ୍କ ପରିବାର ଜନନୀ ଇଏରେ ଯଦି ଆଲିଗେସନ୍ ଆଣିଲେ ଯେ ଝିଅର ଦେହ ଅସୁସ୍ଥ ବୋଲି, ଇଞ୍ଜେକ୍ସନ୍ ଦେଲା ପରେ ଅସୁସ୍ଥ ହେଲା, ତାଙ୍କୁ ମେଡିକାଲକୁ ବି ନିଆଗଲା। କଟକରୁ ତାଙ୍କୁ ଡକ୍ଟର ଫେରେଇଲେ, କ୍ୟାନ୍ସର ବୋଲି ଫେରେଇଲେ। ଆଉ ଫେରେଇଲା ପରେ ଝିଅ ଅସୁସ୍ଥ, ବର୍ତ୍ତମାନ ଘରେ ପରିସ୍ଥିତି, ସେ ରୋଗ ଶଯ୍ୟାରେ ଅଛି, ଆଉ ମରଣ ସହିତ ସଂଗ୍ରାମ କରୁଛି। କ୍ୟାନ୍ସର ଯଦି ଜଣେ ହେଲା ବୋଲି ସେ ମରଣ ସହିତ ସମାନ। ଏଥିରେ ମୁଁ କହିବାକୁ ଗଲେ ଯଦି ଆଶା କି ଅଙ୍ଗନବାଡି କି ଏଏନଏମ୍ ଯଦି ଲୋକଙ୍କୁ ଆୱାରନେସ୍ କରିକି ଇଞ୍ଜେକ୍ସନ ଦଉଛନ୍ତି, ଆଉ ଯଦି କିଛି ବି ହେଇଗଲା ତାର ବି ସେମାନେ ସୁବିଧା କରିବା କଥା, ଡକ୍ଟରଙ୍କୁ କହିବା କଥା, ସରକାରଙ୍କୁ ଜଣେଇବା କଥା, ତାର ପଦକ୍ଷେପ ନେବା କଥା। ଆଜି ସେ 10 ବର୍ଷର ଛୁଆ, ତା ପରିବାର ତାକୁ ଆଶା କରିଥିଲେ ଯେ ମୋ ଝିଅ ପାଠ ପଢିବ, ଆଉ ଭଲ ମଣିଷଟିଏ ହେବ, ସେ ଭଲ ଷ୍ଟୁଡେଣ୍ଟ ବି ଥିଲା। ସେଥିପାଇଁ ମୁଁ ତାଙ୍କୁ ପଚାରୁଥିଲି, ବୁଝୁଥିଲି ବି, ଆଉ ଭଲ ପାଠ ବି ପଢୁଥିଲା। ଏବେ ବି ସେ 5ମ ପାସ୍ କରି 6ରେ ପଢିଥାନ୍ତା, ତାର ଲାଇଫ ଥିଲା। ଆଉ ଗରିବ ଲୋକ ସେମାନେ, କୁଲି ଗଲେ ସେମାନେ ତାଙ୍କ ପରିବାର ଚଳାନ୍ତି। ତାଙ୍କ ଘରେ ଗ୍ୟାସ୍ ବି ନାହିଁ, ମୁଁ ଦେଖୁଥିଲି, ଗ୍ୟାସ୍ ବି ସେମାନେ କିଣି ପାରନ୍ତି ନାହିଁ। ଏ ପ୍ରକାର ପରିସ୍ଥିତି ସେମାନେ ଗତି କରନ୍ତି ଯେ ପିଲା ଛୁଆ ପାଠ ପଢିବେ, ଆମକୁ ସାହାଯ୍ୟ କରିବେ ବୋଲି। ଆଉ ଦୁଃଖର ବିଷୟ ଯେ ଆଜି ସେ ଯୋଉ ପ୍ରକାର ପରିସ୍ଥିତିରେ ଗତି କରୁଛି, କେତେବେଳେ ମାନେ କୋଉ ସମୟରେ ତାର ଜୀବନ ଚାଲିଯିବ ଆଉ ସେଇଟା କହି ହଉନି। ଯେ ଭଗବାନ ସେୟା ନ କରନ୍ତୁ, ସିଏ ସୁସ୍ଥ ହଉ। ଆଉ ମୁଁ ଏଠି କହିବି ଯେ ସରକାର ତୁରନ୍ତ ତାର ପଦକ୍ଷେପ ନିଅନ୍ତୁ, ଆଉ ଯେମିତି ସିଏ ଠିକ୍ ହେଇପାରିବ। କାହିଁକି ତା ପାଖରେ ପଇସା ପତ୍ର ବି ନାହିଁ, ପଇସା ନଥିବା ହେତୁ କିଛି ଲୋକ ମେଡିକାଲକୁ ବି ଯାଇପାରୁନାହାନ୍ତି। କାର୍ଡ ଥିଲେ କ'ଣ ହବ, ଯଦି ମେଡିକାଲକୁ ଯାଉଛି ବହୁତ ପଇସା ଖର୍ଚ୍ଚ ହଉଛି, ରହିବା, ଖାଇବା, ପିଇବା, ଏସବୁକୁ ମ୍ୟାନେଜ ହେଇପାରୁନି ବୋଲି ଲୋକ ମରି ଯାଉଛନ୍ତି। ତ ସେଥିପାଇଁ ମୁଁ ଦାବି କରୁଛି ସରକାରକୁ, ଆଉ ଯୋଉ ଆଶା ମାନଙ୍କୁ ବି ମୁଁ କହୁଛି ଯେ ସେମାନେ ବି ତାର ପଦକ୍ଷେପ ନିଅନ୍ତୁ, ଏନଏମ୍ ବି ପଦକ୍ଷେପ ନିଅନ୍ତୁ, ସିଡିପିଓ ମ୍ୟାଡାମ ବି ପଦକ୍ଷେପ ନିଅନ୍ତୁ। ଯେହେତୁ ସେ ଗୋଟେ ଝିଅ ଆଉ ଭବିଷ୍ୟତର ଗୋଟେ ନାରୀ, ଭବିଷ୍ୟତର ସିଏ ଆଲୁଅର, ଆଶାର ଆଲୁଅ। ଆଉ ସେଥିପାଇଁ ମୁଁ ତାଙ୍କୁ ଆଉ ଥରେ ନିବେଦନ କରୁଛି ଯେ ତୁରନ୍ତ ତାର କାର୍ଯ୍ୟକ୍ରମର ବ୍ୟବସ୍ଥା କରନ୍ତୁ। ଯଦି କରିବେନି, ଯଦି ମରିଯିବ, ବାସ୍ତବରେ ଯଦି ସେ ମରିଯିବ, ଆମେ ବାସ୍ତବକୁ ଯଦି ଦେଖିବା ବୋଲେ ଆଉ ପରିସ୍ଥିତି ଅଲଗା ପ୍ରକାର ବି ହେଇପାରେ। ଅନ୍ୟମାନେ ବି ଆଉ ଇଞ୍ଜେକ୍ସନ ଦେବେ ନାହିଁ, ଯେ ପରିସ୍ଥିତି ଏମିତି ହଉଛି ବୋଲିକି ସେମାନେ, ଗାଁ ଲୋକମାନେ ବି ଦେବେ ନାହିଁ, ଅନ୍ୟ ବାପା ମା ବି ମନା କରିବେ। ଆଉ ସେଥିପାଇଁ ତାର ଯଦି କୁଇକଲି କରାଯିବ ଆଉ ଭଲ ହେଇଥାନ୍ତା, ଏଇଟା ମୋ ଆଶା। 6 ମାସ ହେଲା ଯେକୌଣସି ମେଡିକାଲ କର୍ତ୍ତୃପକ୍ଷ ହଉ କିମ୍ବା ଏନଏମ୍ କି ଆଶା କି ପରିବାର ଲୋକ ଜଣେଇଲେ ମଧ୍ୟ କିଛି ତାଙ୍କ ପ୍ରତି ଦୃଷ୍ଟି ନ ଦେବାର ବି ପରିବାର ଲୋକମାନେ ଅଭିଯୋଗ କରୁଛନ୍ତି। ନାଇଁ କାରଣ କ'ଣ ରହିଥିବ ମୋର? ନାଇଁ, କାରଣ ଥିବ, ମାନେ ଯଦି କାରଣ ଥିବାରୁ ତ ସେମାନେ ପଦକ୍ଷେପ ନେଉନାହାନ୍ତି। ଯଦି ତାଙ୍କ ପାଖରେ ଯଦି ଭୟ ନଥାନ୍ତା, ସେମାନେ ଡକ୍ଟରଙ୍କୁ କହିଥାନ୍ତେ, ସରକାରଙ୍କୁ ଦାବି କରିଥାନ୍ତେ, ଆଉ ଦାବି କରିକି ତାର ବ୍ୟବସ୍ଥା ବି କରିଥାନ୍ତେ ନା। କ୍ୟାନ୍ସର ପାଇଁ ବି ତ ମେଡିସିନ ଅଛି ନା, କ୍ୟାନ୍ସର ପାଇଁ ମେଡିସିନ ଅଛି। ଗୋଡ କଟା ହଉଛି, ପାଟି କଟା ହଉଛି, ବିଭିନ୍ନ ପ୍ରକାର ଯୋଉଠି ମାନେ କ୍ୟାନ୍ସର ହେଇପାରୁଛି ସେଇଟା କଟା ହଉଛି, ତ ସିଏ ତ ବଞ୍ଚିଯିବ ନା। ତେଣୁ ତାର ବ୍ୟବସ୍ଥା କାହିଁ କରୁନାହାନ୍ତି? ଯଦି କରିବେନି, ଆଉ ଆଗାମୀ ଦିନରେ ଯୋଉଟା ପରିସ୍ଥିତି ହବ, ସେତେବେଳେ ତ ଗାଁ ଲୋକ ଉଠିବେ ନା, ବାଧ୍ୟ ହେଇକି ଲୋକ ପାଟି କରିବେ ଯେ ଯଦି ଗୋଟେ ଝିଅ ମରିଗଲା ତାହେଲେ ସାହି ପଡିଶା କ'ଣ ଛାଡିବେ କି? ଛାଡିବେନି। ହେଲେ ଆଉ ଗୋଟେ କଥା ଆମେ ଚିନ୍ତା କରିବା, ଦେଖନ୍ତୁ, ସରକାର ଯୋଉ ବ୍ୟବସ୍ଥା କରୁଛନ୍ତି ଠିକ ଅଛି, ଖାଲି ST/SC ମାନଙ୍କୁ, ଏ ଗରିବ ଲୋକ, ଆଦିବାସୀ, ଦଳିତ ଲୋକମାନଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି। ପ୍ରାଇଭେଟ ସ୍କୁଲ ମାନଙ୍କର ତ ଦିଆ ହଉନି ଇଞ୍ଜେକ୍ସନ, ପ୍ରାଇଭେଟ ର ବ୍ୟବସ୍ଥା ତ କରାଯାଉନାହିଁ। ହେଲେ ମୁଁ ଆଜି ପର୍ଯ୍ୟନ୍ତ ଜାଣିନାହିଁ କୌଣସି ପ୍ରାଇଭେଟ ଅନୁଷ୍ଠାନରେ ଇଏ ଗୁଡା ବ୍ୟବସ୍ଥା କରାହଉଛି, ଖାଲି ଗଭର୍ଣ୍ଣମେଣ୍ଟ ସ୍କୁଲରେ ହିଁ କରାହଉଛି। ଗୋଟେ ଆଶ୍ଚର୍ଯ୍ୟ କଥା, ସେମାନେ ବି ତ ଝିଅ ଅଛନ୍ତି ନା, ସେଇଟା କରାହଉନି, କାହିଁ କରାହଉନାହିଁ? ତେଣୁକରି ଦେଖନ୍ତୁ, ଯେହେତୁ ଆମ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର, ସେଥିପାଇଁ ଗୁରୁତ୍ୱର ସହିତ ଏଇଟା ନେବା ଦରକାର ଅଛି। ଆଉ ଯଦି ନ ନେବେ, ଆଗାମୀ ଦିନରେ ତାଙ୍କ ପରିବାର ଯୋଉଟା ଆଲିଗେସନ ଆଣିଛନ୍ତି, ସେଥିପାଇଁ ଗାଁ ଲୋକ ବି ଉଠିବେ, ବ୍ଲକ ଲୋକ ବି ଉଠିବେ, ତାଙ୍କ ସାଙ୍ଗରେ ସମସ୍ତେ ସାଥ ଦେବେ, ବାଧ୍ୟ ହେଇକି ଦେବେ। କାରଣ ଆହୁରି ବି ଝିଅ ମାନେ ଅଛନ୍ତି ନା, ସେଥିପାଇଁ ସମସ୍ତେ ବାଧ୍ୟ ହେବେ, ରେଡି ହେବେ ଯେ ସରକାରଙ୍କ ଉପରେ ଆରୋପ ଲଗେଇବା ପାଇଁ ପ୍ରସ୍ତୁତ ହେବେ। ସେଇ ସମୟରେ ସେଇ ଆଶା, ଅଙ୍ଗନବାଡି ଯୋଉମାନେ ବି ଦେଇଥିବେ, ତାର ବ୍ୟବସ୍ଥା କରିବା ପାଇଁ ବି ସେମାନେ ପଛେଇବେନି। ସେଥିପାଇଁ ତୁରନ୍ତ ତାର ପଦକ୍ଷେପ ନିଅନ୍ତୁ। ଯଦି କିଛି ବି ହେଇଯିବ, ଆମେ ବି ଠିଆ ହବୁ ତା ପାଇଁ। 10 ବର୍ଷର ଛୁଆ। ଆମର ଜନନୀ ବେହେରା 10 ବର୍ଷର ଯେଉଁ ଝିଅ, ସିଏ ତାଙ୍କର ସ୍କୁଲ ଆମର ଯେହେତୁ ରହୁଛି ଗୋଟେ 10 ବର୍ଷରେ ଗୋଟେ TD ଭ୍ୟାକ୍ସିନ୍ ରହୁଛି, ଯେଉଁଟା ଟିଟାନସ୍ ଆଉ ଡିପ୍ଥେରିଆ ପାଇଁ ଦିଆଯାଉଛି। 10 ବର୍ଷରେ ଦିଆଯାଉଛି, ବାଳକ ବାଳିକା ସମସ୍ତଙ୍କୁ ଦିଆଯାଉଛି, ସ୍କୁଲମାନଙ୍କରେ ଦିଆଯାଉଛି। ସେଇ ଭ୍ୟାକ୍ସିନ୍ଟା ନେବା ଦ୍ୱାରା ଆମର ଯେଉଁ ଏରିଆରେ ଆମର ଯେଉଁ ଇଣ୍ଟରମସ୍କୁଲାର ଦିଆଯାଉଛି ଡେଲ୍ଟଏଡ଼ରେ,
ସେଠାରେ ଆମର ଜାଣିଥିବେ ଯେଉଁ ଟିଟି କି ଯାହା ନେଲେ ସେଇ ଏରିଆ ଟିକେ ପେନ୍ ରହିବ, ତା ସହିତ ଯଦି ବେଶୀ ବେଶୀ ଫିବର ମାଇଲ୍ଡ ଫିବର ଆସିପାରେ, ତାଠୁ ବେଶୀ କିଛି ତାର ସାଇଡ୍ ଇଫେକ୍ଟ ନଥାଏ। କିନ୍ତୁ ତା ପରବର୍ତ୍ତୀ ସମୟରେ ସେ ଯେଉଁ ଭ୍ୟାକ୍ସିନ୍ ନେବାର ସମୟ ପରେ ତାଙ୍କର ସେଇ ଏରିଆରେ ଆମର ସ୍ୱେଲିଂ ଆରମ୍ଭ ହେବାର ଯାହା ସେ ତାଙ୍କର କହୁଛନ୍ତି, ତାଙ୍କ ଘରର ଲୋକଙ୍କର ଅଭିଯୋଗ, ସେ ଯାଇଛନ୍ତି ବ୍ରହ୍ମପୁରକୁ ଦେଖିବା ପାଇଁ MKCG, ଯେଉଁଠି ତାଙ୍କର ସେଇଠି ଡିଟେକ୍ଟ ହେଇଛି ଅଷ୍ଟିଓସାର୍କୋମା ଅଫ୍ ଦ ଲେଫ୍ଟ ହ୍ୟୁମରସ୍ ବୋନ୍ରେ ଆମର ଏଇଟା ଗୋଟେ ଆଗ୍ରେସିଭ୍ ଗୋଟେ ମ୍ୟାଲିଗ୍ନାଣ୍ଟ ଗୋଟେ କ୍ୟାନ୍ସର ଗୋଟେ ଏଇଟା ଗୋଟେ ଠିକ୍ ଅଛି, ଯେଉଁଟା ଏଇଟା ବୋନ୍ରେ ଅଷ୍ଟିଓସାର୍କୋମା ବୋନ୍ରେ ଏଇଟା ହେଇଛି, ଯେଉଁଟା ଦ୍ୱାରା କେବେ ଏଇଟା ଭ୍ୟାକ୍ସିନ୍ ଦ୍ୱାରା ଆ ସହିତ କୌଣସି ସମ୍ପର୍କ ହିଁ ନାହିଁ। ଠିକ୍ ଅଛି, ଭ୍ୟାକ୍ସିନ୍ ନେବା ଦ୍ୱାରା ଯେଉଁ ଅଭିଯୋଗ ଆସୁଛି ଯେ ତାଙ୍କର ଏଇ ଯେଉଁ ଅସୁବିଧା ହେଇଛି, କିନ୍ତୁ ଏଇଟା ଗୋଟେ ପ୍ରକାର ଗୋଟେ ଆଗ୍ରେସିଭ୍ କ୍ୟାନ୍ସର, ଏଇଟା ଭ୍ୟାକ୍ସିନ୍ ରିଲେଟେଡ୍ ନୁହେଁ। ଆଉ ବର୍ତ୍ତମାନ କଥା ହେଲା ତାଙ୍କର ବର୍ତ୍ତମାନ ଚିକିତ୍ସା ପାଇଁ ସେ ଯେତେ ହାୟର ଫ୍ୟାସିଲିଟି, ଯେମିତି ଆମର ବର୍ତ୍ତମାନ କଟକରେ ଆଚାର୍ଯ୍ୟ ହରିହର ହସ୍ପିଟାଲ ଅଛି, ସେ ଯାଇକି ସେଠି ନିଶ୍ଚିତ ଭାବେ ଦେଖିବାର ଅଛି। ଯଦି ସେ ଯାଇକି ଭଲସେ ସେଠି ଟ୍ରିଟମେଣ୍ଟ ହେଲେ ଆମେ ତାଙ୍କୁ ସହାୟତା କରିବୁ, କେମିତି ସେ ଠିକ୍ ଜାଗାରେ ପହଞ୍ଚି ପାରିବେ, କେମିତି ତାଙ୍କ ଚିକିତ୍ସା ବହୁତ ଜଲ୍ଦି ଆରମ୍ଭ ହୋଇପାରିବ, ସେଇଟା ଆମେ ଚେଷ୍ଟା କରିବୁ। ମୁଖ୍ୟ ଦାବି ରଖିଛନ୍ତି ଜନନୀ ପରିବାର ବାପା ମା। ମୋ ଝିଅଙ୍କୁ ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାରକୁ ତାଙ୍କର ମା ହାତ ଯୋଡ଼ି ଅନୁରୋଧ କରିଛନ୍ତି, ମୋ ଝିଅ ପାଇଁ କିଛି ସରକାର ସହାୟତା ଦେଲେ ମୋ ଝିଅର ଜୀବନ ବଞ୍ଚିବ ଏବଂ ମୋ ପରିବାର ଖୁସିରେ ହସି ଉଠିବ ବୋଲି ସେ ହାତ ଯୋଡ଼ିକି, ଯିଏକି ଜନନୀ ବେହେରାଙ୍କର ମା ହାତ ଯୋଡ଼ିକି ଅନୁରୋଧ କରିଛନ୍ତି। ତାହେଲେ ଆସନ୍ତୁ ଆଜ୍ଞା, ବର୍ତ୍ତମାନ ଚାଲିଥିବା ଡବଲ ଇଞ୍ଜିନ୍ ସରକାର କେତେ ଦିନ ଭିତରେ ଏ ଯୋଉ 10 ବର୍ଷିଆ ନାବାଳିକା ଶିଶୁଙ୍କୁ କେତେ ଦିନ ଭିତରେ ତାର କାର୍ଯ୍ୟ ସଫଳ କରିକି ଶିଶୁର ଜୀବନଟିକୁ ବଞ୍ଚାଉଛି, ଆସନ୍ତୁ ସେ ଉପରେ ଆମେ ଅପେକ୍ଷାରେ ରହିବା। ଗ୍ରାମ ପଞ୍ଚାୟତ କଲୋନୀ ସାହି ଗ୍ରାମ ଠାରୁ ମିଷ୍ଟର ସୁଦର୍ଶନ ପ୍ରଧାନ ୟୁଟ୍ୟୁବ ଚ୍ୟାନେଲ ନ୍ୟୁଜ।